ସରକାରୀ ଚାକିରିଆ ବଡ଼ ନା ଜନପ୍ରତିନିଧି ମାନେ ବଡ଼? ୟାକୁ ନେଇ ଗୋଟେ ଚର୍ଚ୍ଚା ଭଦ୍ରକ ଜିଲ୍ଲାର ବନ୍ତ ଅଞ୍ଚଳରେ ବର୍ତ୍ତମାନ ଜୋର ଧରିଛି। କେତେବେଳେ ଜୋର ଧରିଛି ନା ଯେତେବେଳେ ନୂଆ ଭାବରେ ବନ୍ତ ବିଡିଓ ଭାବେ ଜଏନ୍ କଲେ ସୀତାକାନ୍ତ ରାଉତ, ଆଉ ତାଙ୍କୁ ସ୍ୱାଗତ କରିବା ପାଇଁ ଗୋଟେ ସପ୍ତାହ ବିତିଗଲା ପରେ 7 ଦିନ ପାଖାପାଖି ପରେ ଜନପ୍ରତିନିଧି ମାନେ ଯାଇକି ତାଙ୍କ ପାଖରେ ପହଞ୍ଚି ତାଙ୍କୁ ସ୍ୱାଗତ କରୁଛନ୍ତି ଏବଂ ତାର ଗୋଟେ ଫଟୋ ମିଡିଆରେ କଭର ହେଇଛି। ଆଉ କିନ୍ତୁ ସେ ନ୍ୟୁଜ୍ର ଯୋଉ ବିଡିଓଙ୍କର ଯୋଉ ମନ୍ତବ୍ୟ ଗୋଟେ କୋଟ୍ କରାଯାଇଛି ତାଙ୍କର ହେଡଲାଇନ୍ ଯେ ବିଡିଓ ସହଯୋଗ ଲୋଡୁଛନ୍ତି କାହାର? ଜନପ୍ରତିନିଧି ମାନଙ୍କର। ତେଣୁ ୟାକୁ ନେଇ ଗୋଟେ ଚର୍ଚ୍ଚା ହଉଛି ଜନପ୍ରତିନିଧି ମାନେ ଏତେ ଦୁର୍ବଳ ହେଇଗଲେଣି ଯେ ସେମାନଙ୍କୁ ତେଲ ମାଲିସ କରିବାକୁ ପଡୁଛି ଆଜିକାଲି ସରକାରୀ ଅଧିକାରୀ, ଯୋଉଥିପାଇଁ ଲୋକ କହୁଛନ୍ତି ଯେ ଆଜିକାଲି ସରକାରୀ ଚାକିରିଆ ମାନେ ବଡ ବା ପାୱାରଫୁଲ, ଜନପ୍ରତିନିଧି ମାନେ ସେତେ ପାୱାରଫୁଲ ନୁହନ୍ତି। ଏ ବିଗତ ଦିନରେ ବି ଦେଖିବାକୁ ମିଳୁଛି ବାର୍ଥଡେ ପାଳନ କରିବା ଜନପ୍ରତିନିଧି ଲୋକମାନେ ଯାଇକି ବିଡିଓଙ୍କର ସବୁ ଆମେ ଦେଖିଛନ୍ତି। ଏଭଳି ପରମ୍ପରା କାହିଁକି ସୃଷ୍ଟି ହେଇଛି? କାରଣ ଏଇ ଯୋଉ ସରକାରୀ ଚାକିରିଆ ମାନଙ୍କ ପାଖରେ ଏତେ କ୍ଷମତା ଠୁଳ ହେଇଗଲାଣି ଯେ ତାଙ୍କୁ ଇଗ୍ନୋର କରିକି ଜନପ୍ରତିନିଧି ମାନେ ଆଉ କିଛି କରିପାରିବେ ନାହିଁ। ଏକ ଦ୍ୱିତୀୟ, ଜନପ୍ରତିନିଧି ମାନେ ଲୋକମାନଙ୍କର ଯେଉଁ ସ୍ୱାର୍ଥ ପାଇଁ ସେମାନଙ୍କୁ ଲୋକମାନେ ନିର୍ବାଚିତ କରିଥିଲେ ସେମାନେ ତାକୁ ଅଣଦେଖା କରି ହୁଏତ ନିଜ ସ୍ୱାର୍ଥ, ନିଜ ପକେଟ କେମିତି ଗରମ ହବ ତା ପାଇଁ ଅଧିକ ଯତ୍ନବାନ ହଉଥିବେ। ଏବଂ ଯେତେବେଳେ ଜଣେ ଜନପ୍ରତିନିଧି ନିଜ ପକେଟ ଏବଂ ନିଜର ଆର୍ଥିକ ସ୍ଥିତିକୁ ନେଇକି ଯେତେବେଳେ ଅଧିକ ଯତ୍ନବାନ ହବ, ସ୍ୱାଭାବିକ ଭାବରେ ତା ସ୍ୱାର୍ଥ ଜଣେ ସରକାରୀ ଅଧିକାର ପାଖରେ ରହିବ 1 ନମ୍ବର 2 ନମ୍ବର 3 ନମ୍ବର ଏସବୁ କାମରେ। ତେଣୁ ସ୍ୱାଭାବିକ ଭାବେ ଜଣେ ସରକାରୀ କର୍ମଚାରୀକୁ ସେ ବିଡିଓ ହୁଅନ୍ତୁ, ସେ ତହସିଲଦାର ହୁଅନ୍ତୁ, କଲେକ୍ଟର ହୁଅନ୍ତୁ, ତାଙ୍କୁ ନିଶ୍ଚିତ ଭାବରେ ଜନପ୍ରତିନିଧି ମାନେ ସାହାଯ୍ୟ କରିବେ। କିନ୍ତୁ ଏ ପ୍ରଥା ଆଗକୁ କି ପରମ୍ପରା ସୃଷ୍ଟି କରୁଛି ଏବଂ ଗଣତନ୍ତ୍ରକୁ କେଉଁ ଦିଗକୁ ନେଉଛି ତାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କଲେଣି। ନମସ୍କାର।